ମୁଁ ତ କହିବି ସରକାର ଆସିକି ଆମକୁ ଟିକେ ଚାହୁଁନାହାନ୍ତି ମାନେ ଆମକୁ ଟିକେ ଏତେ ବଡ ଖରାରେ ପାଣି ବୋତଲ ଟିକେ ଦଉନାହାନ୍ତି କୌଣସି ଏନଜିଓ ଚାହୁଁନାହାନ୍ତି ତାମାନେ ସମସ୍ତେ ମିଶିକି ଆମକୁ ବର୍ବାଦ କରିଛନ୍ତି। ଜମି ଦଲାଲ को যদি ଆମେ ଦଲାଲ କହିବା ତାହେଲେ ସରକାର ଏଠି କେତେ ନମ୍ବର ଦଲାଲ? ପ୍ରକୃତ ଦଲାଲ ଆମ ସରକାର ଯେ କି ଆମ ମୁଣ୍ଡ ଉପରେ ଛାତ ନେଇ ଗଲେ। କୋଉଠି ଭେଟ ହେଇଥିଲେ କୋଉଠି ଗଲେଣି ଆପଣ ଆଗକୁ ଆଉ ପଦକ୍ଷେପ ନେବା ପାଇଁ ଯୋଉ ପିଲାମାନେ ବର୍ତ୍ତମାନ ଆପଣଙ୍କ ପାଖରେ ରହୁଛନ୍ତି ପାଠ ପଢୁଛନ୍ତି ରାଜଧାନୀରେ ଆପଣ ଖରା କାଟୁଛନ୍ତି ଦିନ ବିତଉଛନ୍ତି ତା ଭିତରେ କିଛି ଲୋକ ନେତା ମନ୍ତ୍ରୀ ଆସିକି ଆପଣଙ୍କ ଦୁଃଖ ବୁଝିଲେଣି? ଆଜି ପର୍ଯ୍ୟନ୍ତ କୌଣସି ନେତା ମନ୍ତ୍ରୀ କି କେହି ବି କୌଣସି ମାନେ ଆମର ଏନଜିଓ ସଂସ୍ଥା ବି ଏ ପର୍ଯ୍ୟନ୍ତ ପାଣି ବୋତଲଟେ ଆମକୁ ଦବା ପାଇଁ ଯାଇନି ଆମ ଜାଗା ଉପରକୁ। ଏଠି ସମସ୍ତେ ମିଡିଆ ଭାଇ ମାନେ ଖୋଜି ବୁଲୁଛନ୍ତି ଯେ ଜମି ଦଲାଲ କିଏ ଜମି ଦଲାଲ କିଏ, କିନ୍ତୁ ମୋର ଗୋଟେ ପ୍ରଶ୍ନ ଜମି ଦଲାଲ କୁ ଯଦି ଆମେ ଦଲାଲ କହିବା ତାହେଲେ ସରକାର ଏଠି କେତେ ନମ୍ବର ଦଲାଲ? ଏଠି ତ ସରକାର ହଉଛି ପ୍ରକୃତ ଦଲାଲ। କାରଣ ସରକାର ଯେତେବେଳେ ଭୂଦାନ ଜମି ବୋଲି ଆମେ ଭାବିଥିଲୁ କଣ ଯେ ଆମର ବିଲ ଭାବେ ଯୋଉ ଆମର ଭୂଦାନ ଆନ୍ଦୋଳନ କରିଥିଲେ ସେଥିରେ ତାଙ୍କର ଲକ୍ଷ୍ୟ ଥିଲା ଜମିଦାର ମାନଙ୍କଠୁ ଜମି ଛଡେଇକି ଆଣିକି ଜମି ହୀନ ମାନଙ୍କୁ ଦିଆହବ। ଆମେ ଭୂଦାନ ଜମି ଦେଖିକି ଜମି ରଖିଦେଲୁ, ଆମେ ତାକୁ ସରକାରୀ ଜମି ଭାବି ନଥିଲୁ। ତାହେଲେ ଯଦି ସରକାରୀ ଜମି ବୋଲି ସରକାର ଜାଣିଥିଲେ ସେ ଜାଗା ଉପରକୁ ଇଲେକ୍ଟ୍ରିସିଟି ଦେଇଛନ୍ତି ତାର ପ୍ରମାଣ ମଧ୍ୟ ଆମର ସବୁ ଟିପିକଲ ର ମେସେଜ ଅଛି। କଥା ହେଲା ଯେ ଆମର ଲୋକମାନେ ସେଠି ରେସିଡେନ୍ସି ଆପ୍ଲାଏ କରିଛନ୍ତି, ତହସିଲଦାର କେମିତି ସେଠି ସିଗ୍ନେଚର ମାରିଛନ୍ତି ଯୋଉଟା ସରକାରୀ ଜମି, ତାହେଲେ ବ୍ୟାଙ୍କ ପାସବୁକ୍ ଟଙ୍କା ନା ଜମି? ବର୍ତ୍ତମାନ ଆମେ ଟଙ୍କା ଆଜ୍ଞା କଣ କରିବୁ? ଟଙ୍କା ତ ରୋଜଗାର 5 ବର୍ଷର ଟଙ୍କା ରୋଜଗାର କରିକି ତା ସହିତ ସୁଧମୂଳ କରିକି ସେଇଠି ସବୁ ସାରି ଦେଇଥିଲୁ ନା। ବର୍ତ୍ତମାନ ଆମର ଜମି ଦରକାର ତା ସହିତ କ୍ଷତିପୂରଣ ବି ଦରକାର। ଜମି ଦରକାର ତା ସହିତ କ୍ଷତିପୂରଣ ବି ଦରକାର। ଆଉ ସବୁଠୁ ବଡ କଥା ହେଲା କିଛି ଆନାଉନ୍ସମେଣ୍ଟ ହେଇନି ଭାଙ୍ଗିଦେଲେ ଡାଇରେକ୍ଟ। କୌଣସି ଆନାଉନ୍ସମେଣ୍ଟ ହେଇନି, ଅଚାନକ ଆସିଲେ ଆଉ ଭାଙ୍ଗିଲେ ଘର। ଆମେ ନା ଜିନିଷ କାଢି ପାରିଛୁ ନା କଣ କରିପାରିଛୁ। ସମସ୍ତେ କେହି ଯିଏ ବି ବାଧା ଦେଲେ ଆମ ଘରକୁ କାଢନି ବୋଲି ତାଙ୍କୁ ଟେକି ନେଇକି ପୋଲିସ ଜିପରେ ବସେଇ କାହାର ଅଣ୍ଟା ଭାଙ୍ଗି ଦେଇଛନ୍ତି, କାହାର ଗୋଡ ଭାଙ୍ଗି ଦେଇଛନ୍ତି, ଏପରି ଅବସ୍ଥା କରିଛନ୍ତି। ତ ଆମେ ଏବେ କଣ କରିବୁ? ଯଦି ଏସବୁ କରିବାର ଥିଲା ତାହେଲେ ସର୍ଭେ କାହିଁକି କଲେ? ଆମ ପାଖରେ ସର୍ଭେର ପ୍ରମାଣ ମଧ୍ୟ ଅଛି। ଏମିତି କି ମୁଁ ରେସିଡେଣ୍ଟ ଆପ୍ଲାଏ କରିଛି ସେମ ଜାଗାର ସେଇ ସୁବର୍ଣ୍ଣପୁର ଭୂଦାନର, ତାହେଲେ ତହସିଲଦାର ସେଥିରେ ସିଗ୍ନେଚର କରିଛନ୍ତି କେମିତି? ମୋର ଆଧାର କାର୍ଡ ବି ସେଇ ଜାଗାରେ ଅଛି। ସରକାର ଯଦି ଏସବୁ ଜାଣିନାହାନ୍ତି ତାହେଲେ ସାର୍ କହିଲେ ଦଲାଲ କିଏ ସେ? ପ୍ରକୃତ ଦଲାଲ କିଏ ସେ? ପ୍ରକୃତ ଦଲାଲ ଆମ ସରକାର ଯିଏକି ଆମ ମୁଣ୍ଡ ଉପରେ ଛାତ ନେଇଗଲେ। ସିଏ ତ ଆମକୁ ରହିବା ପାଇଁ ଯଦି ଦଲାଲ ସେମାନେ ଠିକ ଅଛି, ସେମାନେ ଦଲାଲ ଆମକୁ ମିଛ କହି ନେଇଗଲେ, କିନ୍ତୁ ଆମେ ଟିକେ ମୁଣ୍ଡ ବୁଝିବା ପାଇଁ ଯୋଉ ଆମେ ଭଡା ଦେଇକି ରହୁଛୁ ସେଇ ଭଡା ପଇସାରେ ଆମର ଯେତିକି ବି ଇନକମ ସେଇ ଭଡା ପଇସାରେ ଆମେ ଚଳି ପାରୁନାହୁଁ। ଭଡା ଦେଇ ଛୁଆ ପାଠ ପଢିବ ଏସବୁ ଦେଇ କରି ଚଳି ପାରୁନୁ। ପ୍ରମାଣ ସବୁ ଅଛି, ଆଧାର କାର୍ଡ ଭୋଟର କାର୍ଡ ସବୁ ଏଠିକାର ଅଛି। ଆଜ୍ଞା ସବୁ ଏଇଠାରେ ହିଁ ଅଛି। ତ ସବୁ ଜିନିଷ ଯେହେତୁ ଏଇଠାରେ ଅଛି ସରକାର ଜାଣିନାହାନ୍ତି କେମିତି? ସରକାରଙ୍କର ଏଇଟା ମିଲି ଭଗତ। ସେ ଆମକୁ ନିଜକୁ ମାନେ ବେସାହାରା ବେଘର କରିଦେବା ପାଇଁ ଏସବୁ କରିଛନ୍ତି। ମୁଁ ତ କହିବି ସରକାର ଆସିକି ଆମକୁ ଟିକେ ଚାହୁଁନାହାନ୍ତି ମାନେ ଆମକୁ ଟିକେ ଏତେ ବଡ ଖରାରେ ପାଣି ବୋତଲ ଟିକେ ଦଉନାହାନ୍ତି କୌଣସି ଏନଜିଓ ଚାହୁଁନାହାନ୍ତି ତାମାନେ ସମସ୍ତେ ମିଶିକି ଆମକୁ ବର୍ବାଦ କରିଛନ୍ତି। जदि आपंक आम भिडी भल लगा तेब आम चैनल को लाइक शेयर और सब्सक्राइब करने को जमा भी भूलु नहीं।